ବାବା ଆଖଣ୍ଡଳମଣି। ବାବାଙ୍କ ପାଦୁକା ପାଣି ହେଉଛି ଔଷଧ, ରୋଗୀକୁ ନିରୋଗୀ କରେ। ବାବାଙ୍କ ମହିମା ଅପାର। ଜୟ ବାବା ଆଖଣ୍ଡଳମଣି। କଳିଯୁଗରେ ଦର୍ଶନ ଦେଇ ଭକ୍ତଙ୍କ ଦୁଃଖ କଷ୍ଟ ଦୂର କରୁଛ। ଆଖଣ୍ଡଳମଣି ମନ୍ଦିର ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପୀଠ। ଏହା ବୈତରଣୀ ନଦୀ କୂଳରେ ଆରଡ଼ିଠାରେ ଓ ଭଦ୍ରକ ସହରଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ। ଦିନେ ଜମିଦାର ନୀଳାଦ୍ରି ସମରସିଂହ ନିଜ ଜମିରେ ହଳ କରିବା ପାଇଁ ଅନନ୍ତ ନାମକ ଜଣେ ହଳୁଆକୁ କହିଲେ। ଅନନ୍ତ କିଛି ସମୟ ବିଲରେ ହଳ ବୁଲାଇବା ପରେ ହଠାତ୍ ଲଙ୍ଗଳ ମୁନଟି ମାଟି ତଳେ ଥିବା ଏକ ପଥରରେ ବାଜି ଭାଙ୍ଗିଗଲା। ତତ୍କ୍ଷଣାତ୍ ଆକାଶରେ କଳା ବାଦଲ ଛାଇଗଲା। ପ୍ରଚଣ୍ଡ ଘଡ଼ଘଡ଼ି ସହ ବିଜୁଳି ଚମକିବାରେ ଲାଗିଲା। ଲୁହାରେ ନିର୍ମିତ ଫାଲଟି ଭାଙ୍ଗିଯିବା ସହିତ ପ୍ରକୃତିର ଖେଳ। ହଠାତ୍ ପରିବର୍ତ୍ତନ ଆକାଶରେ ଦେଖି ଅନନ୍ତ ପଥରର ଚାରି କଡ଼ର ମାଟି ଆଡ଼େଇଲେ। ଦେଖିଲେ ଏକ କଳା ମୁଗୁନି ପଥର ଦେହରୁ ରକ୍ତ ଧାର ଧାର ହୋଇ ବୈତରଣୀ ନଦୀ ଆଡ଼କୁ ବହିଯାଉଛି। ଏହାପରେ ସେ ଯାଇ ଜମିଦାରଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଲେ। ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଲେ। ଜମିଦାର ଦେଖିଲେ ସେହି ଲିଙ୍ଗଟିରେ ଏକ କ୍ଷତ ହୋଇଯାଇଛି ଏବଂ ସେହି ସ୍ଥାନରୁ ରକ୍ତ ଝରୁଥିବାର ସମସ୍ତ ଗ୍ରାମବାସୀ ଦେଖିଲେ। ସେତେବେଳେ ଆହା ଶବ୍ଦ ରଢ଼ି କରି ବାବା ଆଖଣ୍ଡଳମଣି ଶିବଲିଙ୍ଗ ରୂପରେ ବିଦ୍ୟମାନ ହେଲେ। ଆହା ଶବ୍ଦ ରଢ଼ି କରିଥିବାରୁ ସେହି ସ୍ଥାନର ନାମ ଆରଡ଼ି ହୋଇଛି ଏବଂ ଶିବଙ୍କର ମସ୍ତକ ଉପରେ କ୍ଷୀର ବର୍ଷା କଲେ ଏବଂ ସେଠାରେ ଏକ ନାଗ ସେହି କ୍ଷୀରରେ ଗାଧୋଉଥିଲା। ସେଦିନ ରାତିରେ ଜମିଦାରଙ୍କୁ ସ୍ୱପ୍ନରେ ଜଣେ ସାଧୁ ତାଙ୍କର ସମାଧିସ୍ଥ କାହାଣୀ ବିଷୟରେ ଜଣାଇଲେ। ସେ ଦ୍ୱାପର ଯୁଗର ଅଖଣ୍ଡଳେଶ୍ୱର ଭାବରେ ସମାଧିସ୍ଥ ଥିଲେ। ସେହି ଲଙ୍ଗଳର ଫାଳ ବାଜିବା ଫଳରେ ସେ ଲିଙ୍ଗ ରୂପରେ ଆବିର୍ଭାବ ହେଲେ। ଏହା ପରଠାରୁ ଖଣ୍ଡମଣ୍ଡଳର ଈଶ୍ୱର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବାବା ମଣି ଭାବେ ସମସ୍ତେ ଜାଣିଲେ। ସେହି ସମୟରେ ରାଜକନିକାର ରାଜା ହରିହର ଭଞ୍ଜଦେୟ ଏକ ଘାତକ ଚକ୍ଷୁ ରୋଗରେ ପୀଡ଼ିତ ହୋଇଥିଲେ। ସବୁକିଛି ଚିକିତ୍ସା ବିଫଳ ହେଲା। ଭଗବାନ ଆଖଣ୍ଡଳେଶ୍ୱରଙ୍କ ଆଶୀର୍ବାଦ ତାଙ୍କର ଏହି ରୋଗକୁ ଭଲ କରିଦେଇପାରିବ ବୋଲି ସେ ଭାବିଲେ। ତେଣୁ ସେ ଆସି ଆଖଣ୍ଡଳେଶ୍ୱରଙ୍କ ପାଖରେ ଅଧିଆ ପଡ଼ିଲେ। ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ। ଶେଷରେ ଭଗବାନଙ୍କର ଆଶୀର୍ବାଦରେ ରାଜା ଆରୋଗ୍ୟ ଲାଭ କଲେ। ମୁଖ୍ୟ ଲିଙ୍ଗର ଆକାର। ଲିଙ୍ଗର ଉଚ୍ଚତା 33 ଇଞ୍ଚ। ଲିଙ୍ଗର ପରିଧି 45 ଇଞ୍ଚ। ଶକ୍ତିର ପରିଧି 52 ଇଞ୍ଚ। ବାବା ଆଖଣ୍ଡଳମଣିଙ୍କର ମନ୍ଦିର ପାର୍ଶ୍ୱରେ ଅବସ୍ଥିତ ଅନ୍ୟ ମନ୍ଦିରମାନ ହେଲା ଶ୍ରୀ ଜଗନ୍ନାଥ ମନ୍ଦିର, ମା ତାରିଣୀ ମନ୍ଦିର, ମା ବାଟମଙ୍ଗଳା ମନ୍ଦିର, ମାଉସୀ ମା ମନ୍ଦିର। ବାବା ମଣିଙ୍କ ପାଦୁକା କୁଣ୍ଡଜଳ ବିଭିନ୍ନ ରୋଗ ବିନାଶକାରୀ ଭାବରେ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ଦୃଢ଼ ବିଶ୍ୱାସ ରହିଆସିଛି। ଘିଅ, ମହୁ, କ୍ଷୀର, ଲହୁଣୀ, ଛେନା, ଦହି, ଅଦା, ଗୁଡ଼, ନଡ଼ିଆ ଓ କଦଳୀ ଇତ୍ୟାଦି ବହୁ ଉପାଦେୟ ଦ୍ରବ୍ୟମାନ ନୈବେଦ୍ୟ ଭାବେ ମହାପ୍ରଭୁଙ୍କର
ଅଙ୍ଗ ଲାଗି ବା ଘର୍ଷଣ ହୋଇ ସାରିବା ପରେ ସ୍ନାନ ସମୟରେ ସେଥିରୁ ନିର୍ଗତ ସ୍ନାନ ଜଳକୁ କୁଣ୍ଡ ଜଳ ବା ପାଦୁକା କୁଣ୍ଡରେ ରଖାଯାଇଥାଏ। ଏହି ଜଳକୁ ଚନ୍ଦୁକ କୁହାଯାଏ। ବହୁ ଲୋକ ଏଠାକାର ପାଦୁକାକୁ ମେଡ଼ିସିନ ରୂପେ ମାନିଥାନ୍ତି। ବିବାହ ବ୍ରତ, ଗୃହ ପ୍ରତିଷ୍ଠା ଇତ୍ୟାଦି ଶୁଭ କାର୍ଯ୍ୟ ଗୁଡ଼ିକରେ ଏହି ପବିତ୍ର ଜଳକୁ ଈଶ୍ୱରଙ୍କ ଆଶୀର୍ବାଦ ଭାବରେ ଗ୍ରହଣ କରାଯାଇଥାଏ। ଜୟ ବାବା ଆଖଣ୍ଡଳମଣି।